मकरंद पान करी हेले तरिले ब्रज नारी से भज नारी पयरे मन मो थाउ निरंतरे मन मो निरंतरे थाउ हा कृष्ण बोली जीव जाऊ हा कृष्ण बोली जाऊ जीव मत समटा दे कहूची कहली परा मोटे देबिनी मो सुना ना तुम का परा मत समटा दे जमा देबिनी ए मा ए भागवत परा अधा पड़ा रही अधा पड़ा रहिले भागवत को से रागीबे मो सुना ना तुणी मो गेली ना तुणी मो फुलेई ना तुणी मत समटा दे कहली परा देबिनी 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 अरे एते बड़ू हेलुनी तथापि तोर पिलाड़िया भी भंग जाऊनी केते थर डाकुची आसे मो पाखरे बसी भागवत टिके पढ़िबू केते आसुले आसुतु नहले नाही खाली मोरी संगरे कुत्ते करी करी लागुची जेजे तम संगरे न लागिले मोरे पर भात हजम हुएनी ओ हेला 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 चाले मु तते भागवत स्वर शिखेई देबी आ मु मल्ला बेले मो मुंड ऊपर बसी भागवत दे पढ़ी दऊ जेजे तमे कोन भाबुछ मते भागवत पढी आसेनी तमे सिने भागवत पढी देखि पढिछ हेले मु मोरे पर मुहे मुहे मुखस्त अछि कौन कहलु तो मुह मुहे मुखस्त अछि अच्छा मैं पढ़िलु कौन तोर मुह मुहे मुखस्त अछि मुझे सुनिबी तमे सुनिबा हां गोविंद 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 पदु गरुचि मकरंद से मकरंद पान करी हेले तरिले ब्रज नारी से ब्रज नारी पयरे मन मो थाउ निरंतरे मन मो निरंतरे थाउ हा कृष्ण बोली जीव जाऊ हा कृष्ण बोली जाऊ जीव रे वाह मो सुना ना तुणी बढ़िया भागवत पढ़ुचे हौ बा मु केमती मने रखि दे चश्माटा दे ना ना जमा देबी अरे भागवत पढ़िलु तथापि तोर मन शांति हेलानी आमा दे चश्माटा दे कहली परे जमा देबिनी ए मा दे तू जानिचु चश्मा नहले मु भागवत पढ़ी पारिबिनी मो माटी परा दे चश्मा दे देबिनी 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 देवी ये कौन होची तोते मु बारंबार मना करिछि बड़ पिला हेई गलुनी जेजंग संगरे लाखिबनी बोली काहे कि मो कथा सुनु मो कथा कोन तोते सुबोनी जेजे तो जेजे जेजे छडुछि तोते ने ए बहु गोटे चटकणा मारिलु मु सही गली पुणी हाथ उठे मारिबा को दौड़ी आसुतु एते साहस तोर बापा चश्माटा भांगी दब से अंध हो जाइथिले मते दुख लागि नथाता हेले मो नातुणी देहरे के टिप देले मो छाती रे पत्थर पड़िला भलिया लागुची मो नातुणी मो आशाबाड़ी बापा मो नातुणी मो आखी मो नातुणी मो छातीर कलिजा सत कौची रे बा आज तुम नातुणी की किए कौन कहीदेव ताले मु ताकू नहीं घर छाड़ी चली जीवी तमे सेमिति कहनी हौ हेला आज ठारू तम चेचे नातुणी को कथा रे मु जमा भी मुंड पुरेबिनी मोर फूल हेई जाईची सकाळू संज जाए मु केवल तारी मुह को चाही वंची रही रे बा
ମୋ ନାତୁଣୀ କି କେହି କିଛି କହିପାରିବନି, କେହି କିଛି କହିପାରିବନି। ହ୍ୟାଲୋ ଏଇ ତୋତେ କେତେ ଥର ମନା କରିଛି ସେ ଜେଜେ ନାତୁଣୀ କଥାଟା ମୁଣ୍ଡ ପୁରେଇବୁନି ବୋଲି। ହଁ ଅନେଇଲ ମୁଁ କଣ କହିଲି ଯେ? ଏଇଟା ପୁରା ମୋ ସୁନା ଝିଅ। ଆଚ୍ଛା ଗୋଟେ ସମୟ ହେଇଗଲା କଣ ହେଇଗଲା ସେଠୁ? ହଁ ଆଉ ଗୋଟେ ଆସିଥାନ୍ତା ନା କଣ ଥିଲା ମା? ଠିକ କହିଛନ୍ତି। ହଁ। ଚଷମା ଭାଙ୍ଗିଗଲା କଣ ହେଇଗଲା ସେଠୁ? ମୋ ସୁନା ଝିଅ ପରା। ମୁଁ ପରେ ଚଷମା କମ୍ପାନୀ ଖୋଲି ବାସ୍ ବାସ୍। ଆରେ ମା କବି ଚଷମା କମ୍ପାନୀଟା 5 ଟଙ୍କା କି 10 ଟଙ୍କା ହେଇଛି ଯେ ଏକାଥରେ ଗୋଟେ କଣ ମା 5ଟା କି 10ଟା କମ୍ପାନୀ ବସେଇ ଦବୁ। ହଁ ଦାଦା ତମେ କଣ ଭାବୁଛ ମୁଁ କରିପାରିବିନି? ତମ ମିତିଆ ପାଠ ପଢି ମୁଁ ବଡ ଅଫିସର ହେବି ଆଉ ମୋ ଜେଜେଙ୍କ ପାଇଁ ଚଷମା କମ୍ପାନୀ ଖୋଲିଦେବି। ଘରେ ମା ତୁ ପାଠ ପଢି ନା ବଡ ଅଫିସର ଆମ ଘରେ ନା ଚଷମା କମ୍ପାନୀ ବସେଇ ଦବୁ। କହିଲୁ ରେ ମା ତୋ ଫରମାଇଶଟା କଣ? ଆଉ ମୁଁ ଏକ୍ଜାମ ଦେଇ ଫେରିଲା ବେଳକୁ ମୋ ଦେବୀ ମା ପାଇଁ ମୁଁ କଣ ଆଣିବି? କଣ ଆଣିବ? କଣ ଆଣିବ? ଏ ବାୟାଣୀ ଭଲସେ ଭାବିକି କହ ଦାଦା କଣ ଆଣିଦେବେ? ହଁ ମନେ ପଡ଼ିଲା ମୋ ପାଇଁ ଗୋଟେ ଭାଗବତ ବହି ଆଣିବ। ସବୁଦିନ ସକାଳେ ଉଠି ଜେଜେଙ୍କ ସାଙ୍ଗରେ ଭାଗବତ ପଢିବି। ଆଚ୍ଛା ବାବା ଘରେ ମା ତୋ ପାଇଁ ମୁଁ ଭାଗବତ ବହି ନିଶ୍ଚୟ ଆଣିବି। କହିଲୁ ଆଉ କଣ ଆଣିବି? ଆଉ କଣ ଆଣିବ? ଆଉ କଣ ଆଣିବ? ଆଉ କଣ ଆଣିବ ସେ କଥା ପରେ ମନେ ପକେଇ କହିବୁ ହେଲା। ତୋ ଦାଦା ପୁରା ଟ୍ରେନ୍ ଟାଇମ୍ ହେଇଗଲାଣି। ଆରେ ଚିନୁ ଆରେ ଚାଲ ଯିବା ଚାଲ ତୋ ଟ୍ରେନ୍ ଟାଇମ୍ ହେଇଗଲାଣି। ଏ ଚିନୁ ବ୍ୟାଗରେ ଟିଫିନ ରଖିଦେଇଛି ମୋ କଥା ମନେ ପକେଇ ପକେଇ ପେଟ ଫୁଲ କରି ଖାଇନେବୁ। ସେଠି ପହଞ୍ଚିଲେ ମନେ କରି ମତେ ଟିକେ ଫୋନ କରିବୁ। ଠିକ ଅଛି ବାବୁ। ହଁ ଶୁଣ 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 ଆଉ ଗୋଟେ କଥା କଣ ଗୋଟେ ଭୁଲିଗଲି। ତୋତେ ଆଗରୁ ବେଳ ମିଳିଲାଣି ଏ ବାହାରିଲା ବେଳକୁ ତୋର ଏମିତି ସବୁ କଥା ବାହାରିବ। ମନ ତମେ ଟିକେ ରୁହ ବା। କଥା କଣ କି ଭାଗବତ ଗୋସାଇଙ୍କ ପାଖରୁ ପ୍ରସାଦ ଆଣିଥିଲି ସେଇଟା ମନେ ପଡ଼ିଗଲା ତ ଭାବିଲି ଛଟାକୁ ଟିକେ ଦେଇଦେବି। ନେ ପାଇଦେଲୁ ପାଇଦେଲୁ। ହଁ ଆଉ ଗୋଟେ କଣ ମନେ ପଡୁଥିଲା ମୋର। କଣ ଯେ ତତେ କହନ୍ତି କାଲି ରାତି ସାରା ଦିଅର ଭଜ ଲମ୍ବେଇ ଲମ୍ବେଇ କଥା ହେଲ ତଥାପି ତମର କଥା ସରିଲାନି। ଏ ବାହାରିଲା ବେଳକୁ ତୋର ସବୁ ବିଭିନ୍ନ ଢଙ୍ଗ ବାହାରେ। ହଁ ଚିନୁ ଏ ଚିନୁ ଆଉ ଗୋଟେ କଣ ଭୁଲିଗଲି। କଣ ଯେ ତତେ କହନ୍ତି? ହ୍ୟାଲୋ ଏଇ କଣ ବାହାରକୁ ମଙ୍ଗଳ କାମରେ ଗଲାବେଳେ ପଛରୁ କିଏ ଡାକନ୍ତି? ମୋ ଭାଇଟା ମଙ୍ଗଳ କାମରେ ବାହାରକୁ ଯାଉଛି ତାକୁ ତୁ ପଛରୁ ଡାକୁଛୁ ତାର ଅମଙ୍ଗଳ ହବନି? ନାଇଁ ଭାଇ ପିଲାମାନେ ବାହାରକୁ ଗଲାବେଳେ ପଛରୁ ତାଙ୍କ ମା ଡାକିଲେ ତାଙ୍କର ଅମଙ୍ଗଳ ହିଁ ନଥାଏ ଭାଇ। ତାଙ୍କର ପୁରା ଶୁଭ ହେଇଥାଏ। ସେ ଖାଲି ମୋ ନୂଆ ବୋଉ ନୁହନ୍ତି ସିଏ ପୁରା ହଉଛନ୍ତି ମୋ ମା। ନୂଆ ବୋଉ ତମେ ମତେ ଆଶୀର୍ବାଦ କର। ତମର ଆଶୀର୍ବାଦରୁ ତମର ଏଇ ଚିନୁ ଯେମିତି ଏ ସହର ଗୋଟେ ବଡ ଓକିଲ ହବ। ଚିନୁରେ ଗଲାବେଳେ ମୁଁ ତୋତେ ଗୋଟିଏ ପଦ କହିଦଉଛି ତୋରି ପାଠ ପଢା ପାଇଁ ଏ ଘରର ଜମିବାଡି ସବୁ ପଣ୍ଡା ସାନ୍ତଙ୍କ ପାଖରେ ବନ୍ଧା ପଡି। ଆରେ ଘରର ସମ୍ବଳ କହିଲେ ଏକମାତ୍ର ତୁ। ମୁଁ ଆଉ କେତେଟା ଦିନ ବଞ୍ଚିବି ଏ ଦିନଟାକୁ ତୁ ଅଣାନ୍ଧାର କରିବୁନୁ ରେ। ତୋ ଧର୍ମ ରକ୍ଷା କରିବୁ। ବାପା କାହିଁକି ଏମିତି କହୁଛ କହିଲ? ପରବର୍ତ୍ତୀ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଧନ୍ୟବାଦ। ଆମ ଚିନୁ ମୋ ଦିଅର ନୁହନ୍ତି କି ଆଙ୍କ ଭାଇ ନୁହନ୍ତି ଆମ ଦି ଜଣଙ୍କ ପାଇଁ ଆମ ପୁଅ। ତା ଛଡ଼ା ଆମେ ଏମିତି କ'ଣ ତା ପାଇଁ ତ୍ୟାଗ କରିଦେଇଛୁ ଯେ ଆମ ଚିନୁ ପାଇଁ ଆମେ ଯେତେ ତ୍ୟାଗ କଲେ ବି ଆମ ଚିନୁ ପାଇଁ ଆମ ତ୍ୟାଗର ମୂଲ୍ୟ କମ୍ ପଡ଼ିଯିବ। ଏ ଚିନୁ ବାପାଙ୍କ କଥାକୁ ଜମା ବି ମୁଣ୍ଡକୁ ନେବୁନି। ମନ ଦେଇ ପରୀକ୍ଷା ଦେବୁ ଆଉ କଲମ ମୁଣ୍ଡରେ ମାରି ଲେଖିବୁ
ओम नमो भगवते वासुदेवाय नमः। झल